নমস্কার দর্শক বন্ধু, জয় জগন্নাথ। বিবাহর সময় বর্তমান চালিছি। ফଗୁଣ ମାସରେ ମଧ୍ୟ ବିବାହର ଯୋଗ ଗୁଡ଼ିକ ରହିବ। ଆପଣଙ୍କ ଦାମ୍ପତ୍ୟ ଜୀବନରେ ରାହୁଙ୍କର ପ୍ରଭାବ କ'ଣ ରହିଛି ସେ ବିଷୟରେ ଆଜି ଛୋଟିଆ ଅଧ୍ୟାୟରେ ଆମେ ଜାଣିବା। ଦର୍ଶକ ବନ୍ଧୁ, ଅନେକ ଜ୍ୟୋତିର୍ବିଦ ମତ ଦିଅନ୍ତି ରାହୁ ଯଦି ସପ୍ତମରେ ଅବସ୍ଥାନ କରିଥାନ୍ତି ତାହେଲେ ଦ୍ୱିତୀୟ ମ୍ୟାରେଜ ବେଳେ ବେଳେ ହୋଇଥାଏ, କିମ୍ବା ଅଲଗା ଜାତିରେ ବା ଅଲଗା କାଷ୍ଟରେ ମଧ୍ୟ ବିବାହ ହବାର ସମ୍ଭାବନା ଏହା ବଢାଇଥାଏ। କିନ୍ତୁ ଆମେ ଯେତେବେଳେ ଅଲଗା କାଷ୍ଟ ଆଡକୁ ଯିବା ସେତେବେଳେ ସର୍ବପ୍ରଥମେ ଦେଖିବା ଆପଣଙ୍କର ଭାଗ୍ୟାଧିପତି ଏବଂ ବୃହସ୍ପତି ଏଇ ଦୁଇଟି ମଧ୍ୟ ରାହୁଙ୍କର ପ୍ରଭାବରେ କିମ୍ବା ଅନ୍ୟାନ୍ୟ ପାପ ଗ୍ରହଙ୍କ ପ୍ରଭାବରେ ପୀଡ଼ିତ ଥିବା ଆବଶ୍ୟକ। ଯଦି ସେ ଯୋଗ ଗୁଡ଼ିକ ରହିଥିବ ତାହେଲେ ଗୋଟେ ବ୍ୟକ୍ତି ଅଲଗା କାଷ୍ଟରେ ମଧ୍ୟ ବିବାହ କରିବାର ସମ୍ଭାବନା ରହିଥାଏ। ରାହୁ ହଉଛନ୍ତି ଫରେନ୍ ଗ୍ରହ ବା ପାଶ୍ଚାତ୍ୟ କଲଚର ସଭ୍ୟତାକୁ ରାହୁ ନିୟନ୍ତ୍ରଣ କରିଥାନ୍ତି। ଜନ୍ମଜାତକର ସପ୍ତମ ଅଷ୍ଟମ ଦ୍ୱାଦଶ ସ୍ଥାନରେ ଯଦି ରାହୁ ଅବସ୍ଥାନ କରିଥାନ୍ତି ତାହେଲେ ଅଶୁଭ ଫଳ ଗୁଡ଼ିକ ଦାମ୍ପତ୍ୟ ଜୀବନରେ ପ୍ରଦାନ କରିଥାନ୍ତି। ରାହୁ ଯଦି ବଳବାନ ହୋଇ ଶୁଭ ଗ୍ରହଙ୍କ ଯୋଗ ଦୃଷ୍ଟିରେ ରହିଥାଏ ଆପଣଙ୍କ ଜୀବନରେ ରାହୁ ଆକସ୍ମିକ ଭାବେ ଅନେକ ଶୁଭ ଫଳ ଗୁଡ଼ିକ ପ୍ରଦାନ କରିଥାଏ। ଦର୍ଶକ ବନ୍ଧୁ, ରାହୁ ଯେଉଁ ଘରେ ଅବସ୍ଥାନ କରିଥାନ୍ତି ସେ ଗ୍ରହର ଫଳ ଗୁଡ଼ିକ ପ୍ରଦାନ କରିଥାନ୍ତି। ରାହୁଙ୍କର ନିଜସ୍ୱ ଘର କିଛି ନାହିଁ। ରାହୁ ଆପଣଙ୍କ ଜୀବନରେ ଛଳନା, ଛନ୍ଦ, କପଟ ଇତ୍ୟାଦି ମଧ୍ୟ ଦର୍ଶାଇଥାଏ। ତେଣୁ ରାହୁଙ୍କ ପ୍ରଭାବରେ ଥିବା ବ୍ୟକ୍ତିମାନେ ଏସବୁ କ୍ଷେତ୍ରରେ ମଧ୍ୟ ଅଧିକ ରହିଥାନ୍ତି। କିନ୍ତୁ ରାହୁ ଆପଣଙ୍କ ଜୀବନରେ ଛୋଟ ପୋଜିସନରୁ ବଡ଼ ପୋଜିସନରେ ମଧ୍ୟ ପହଞ୍ଚାଇଥାଏ। ଯଦି ଆମେ ଦାମ୍ପତ୍ୟ ଜୀବନ କଥା ବିଚାର କରିବା, ଯଦି ରାହୁ ଏବଂ ରବିଙ୍କର ପ୍ରଭାବ ସପ୍ତମ ସ୍ଥାନ ସହିତ ରହିଥାଏ ଏ ଯୋଗ ଆପଣଙ୍କର ଦାମ୍ପତ୍ୟ ଜୀବନକୁ ମଧ୍ୟ ପ୍ରଭାବିତ କରିଥାଏ। କିନ୍ତୁ ରବି ଯଦି ତାଙ୍କ ଉଚ୍ଚ ସ୍ଥାନରେ, ସ୍ୱସ୍ଥାନରେ, ଶୁଭ ସ୍ଥାନରେ ରହିଥାନ୍ତି ଏବଂ ବୃହସ୍ପତି ଇତ୍ୟାଦି ଶୁଭ ଗ୍ରହଙ୍କ ପ୍ରଭାବରେ ରହିଥାନ୍ତି ଦାମ୍ପତ୍ୟ ଜୀବନ ମଧ୍ୟ ସୁଖମୟ ହୋଇଥାଏ। କିନ୍ତୁ ଏପରି ଯୋଗ ନଥାଇ ଯଦି ରବି ସପ୍ତମରେ ଅବସ୍ଥାନ କରିଥାନ୍ତି, ରାହୁଙ୍କର ପ୍ରଭାବ ସପ୍ତମକୁ ରହିଥାଏ ଏବଂ ମଙ୍ଗଳଙ୍କର ପ୍ରଭାବ ଯଦି ସପ୍ତମକୁ ରହିଥାଏ ଏହା ବିଚ୍ଛେଦାତ୍ମକ ଯୋଗ ଗୁଡ଼ିକ ଅନେକ ସମୟରେ ସଂଗଠିତ କରିଥାଏ। ସ୍ତ୍ରୀ ନିମ୍ନ ସ୍ତରର କିମ୍ବା ଅହଙ୍କାରୀ ସ୍ୱଭାବର ମଧ୍ୟ ହୋଇଥାଏ, ଯାହା ଫଳରେ ଦାମ୍ପତ୍ୟ ଜୀବନରେ ବିଘ୍ନ ଉପୁଜିଥାଏ, ପରସ୍ପର ମଧ୍ୟରେ ତାଳମେଳ ମଧ୍ୟ ରହିନଥାଏ। ସେଇଠି ରାହୁ ଯଦି ଅନ୍ୟାନ୍ୟ କିଛି ଯୋଗ ମଧ୍ୟ ସୃଷ୍ଟି କରିଥାଏ, ଧରନ୍ତୁ ରାହୁ ଚନ୍ଦ୍ର କିମ୍ବା ଶୁକ୍ରଙ୍କ ସହିତ ଯଦି ଯୋଗ ସମ୍ବନ୍ଧରେ ରହିଥାନ୍ତି ତାହେଲେ ପ୍ରେମ ସମ୍ପର୍କ ଅନ୍ୟ ଆଡ଼େ ମଧ୍ୟ ବୃଦ୍ଧି ପାଇଥାଏ। ଯଦି ଶୁକ୍ର ମଙ୍ଗଳଙ୍କ ସହିତ ଯୋଗ ସମ୍ବନ୍ଧ କରି ରାହୁଙ୍କ ପ୍ରଭାବରେ ରହିଥାଏ ତାହେଲେ ଗୋଟେ ବ୍ୟକ୍ତି ମଧ୍ୟ ଏକ୍ସଟର୍ନାଲ ଆଫେୟାର୍ସରେ ଯାଇଥାଏ, ଯାହା ଫଳରେ ଦାମ୍ପତ୍ୟ ଜୀବନରେ ମଧ୍ୟ ଏହା ପ୍ରତିକୂଳ ପ୍ରଭାବ ଗୁଡ଼ିକ ପକାଇଥାଏ। ରାହୁ ଶନି ଏଇ ଯୋଉ ଦୁଇଟି ଗ୍ରହ ଯଦି ଆପଣଙ୍କର ଦାମ୍ପତ୍ୟ ଘର ସପ୍ତମ ଭାବକୁ, ସପ୍ତମାଧିପତିଙ୍କୁ ଏକା ସାଙ୍ଗରେ ପ୍ରଭାବିତ କରୁଥାନ୍ତି ତାହେଲେ ବିବାହ ଅନେକ ବିଳମ୍ବରେ ମଧ୍ୟ ହୋଇଥାଏ ଏବଂ ଆପଣଙ୍କର ଜୀବନସାଥୀ ମଧ୍ୟ ରୋଗିଣା ହୋଇଥାନ୍ତି ବା ବିଭିନ୍ନ ଛୋଟ ମୋଟ ସ୍ୱାସ୍ଥ୍ୟରେ ପୀଡ଼ିତ ହେବାର ସମ୍ଭାବନା ମଧ୍ୟ ଏହା ଦର୍ଶାଇଥାଏ। ରାହୁ ଅଷ୍ଟମରେ, ସପ୍ତମରେ, ଦ୍ୱାଦଶରେ ଯଦି ଅବସ୍ଥାନ କରିଛନ୍ତି ଏହା ଦାମ୍ପତ୍ୟ ଜୀବନରେ କିଛି ନା କିଛି ଖରାପ ପ୍ରଭାବ ଗୁଡ଼ିକ ପକାଇବ। ଯଦି ଶୁଭ ଗ୍ରହ ବୃହସ୍ପତିଙ୍କ ଦୃଷ୍ଟିରେ ରାହୁ ରହିଥାଏ ତାହେଲେ ଅଶୁଭତ୍ୱ ଦୂରୀକରଣ ମଧ୍ୟ ଅନେକ ଦିଗରେ ହୋଇଥାଏ। ମଙ୍ଗଳ ରାହୁଙ୍କର ଯୋଗ ଯଦି ଅଷ୍ଟମରେ ରହିଥାଏ କିମ୍ବା ସପ୍ତମ ସ୍ଥାନରେ ରହିଥାଏ ଦାମ୍ପତ୍ୟ ଜୀବନରେ କଳି ଝଗଡ଼ା ବିବାଦ ହେବାର ସମ୍ଭାବନା ଅନେକ ସମୟରେ ରହିଥାଏ। ମଙ୍ଗଳଙ୍କ ସହିତ ରାହୁଙ୍କର ଯୋଗ ଯଦି ଅଷ୍ଟମରେ ଏବଂ ଶନିଙ୍କର ପ୍ରଭାବ ଯଦି ଅଷ୍ଟମ ସ୍ଥାନକୁ ରହିଥାଏ ବଡ଼ ଧରଣର ଦୁର୍ଘଟଣା କିମ୍ବା ବିଚ୍ଛେଦ ହେବାର ସମ୍ଭାବନା ମଧ୍ୟ ଏହା ବଢ଼ାଇଥାଏ। ତେଣୁ ଆପଣ ଯେତେବେଳେ ବିବାହ କରୁଛନ୍ତି ଏସବୁ ଯୋଗ ଗୁଡ଼ିକ ଦେଖିବା ଆବଶ୍ୟକ ଏବଂ ନିୟମିତ ବ୍ୟବଧାନରେ ଏହାର ପ୍ରତିକାର ଗୁଡ଼ିକ କରିବା ମଧ୍ୟ ଆବଶ୍ୟକ। ରାହୁ ଯଦି ଅଷ୍ଟମ ସ୍ଥାନରେ କୌଣସି ଶତ୍ରୁ ଘରେ ବସିଥାଏ ରୋଗ ବୃଦ୍ଧି ଅନେକ ସମୟରେ ହେବାର ସମ୍ଭାବନା ଏହା ବଢ଼ାଇଥାଏ। ଶୁକ୍ରଙ୍କ ସହିତ ରାହୁଙ୍କର ଯୋଗ ଯଦି ଏପରି ସ୍ଥିତିରେ ରହିଥାଏ ବ୍ୟକ୍ତି ମଧ୍ୟ କାମୁକ ସ୍ୱଭାବର ହେବାର ସମ୍ଭାବନା ଏହା
ବଢାଇଥାଏ। ତେଣୁ ରାହୁଙ୍କର ସ୍ଥିତି ଆପଣଙ୍କର ଜନ୍ମ ଜାତକରେ ଦେଖନ୍ତୁ। ଯଦି ଏଇ ଯୋଗ ସମ୍ବନ୍ଧରେ ରାହୁ ରହିଥାଏ ତାହେଲେ ଆପଣଙ୍କର ଦାମ୍ପତ୍ୟ ଜୀବନରେ କିଛି ନା କିଛି ପ୍ରତିକୂଳ ପ୍ରଭାବ ଗୁଡ଼ିକ ପଡିବାର ସମ୍ଭାବନା ରହିଥାଏ। ତେଣୁ ଆପଣ ପରସ୍ପର ମଧ୍ୟରେ ଭଲ ବୁଝାମଣା ରଖିବେ ଏବଂ ନିୟମିତ ବ୍ୟବଧାନରେ ଶ୍ରୀ ହନୁମାନଙ୍କର ଉପାସନା କରିବା ସହିତ ମହାଦେବଙ୍କର ଉପାସନା କରିବେ, ସୁନ୍ଦରାକାଣ୍ଡ ଇତ୍ୟାଦି ପାଠ କରିବେ, କିଛି ନା କିଛି ଅଶୁଭତ୍ୱ ଦୂରୀକରଣ ହବ। ଦର୍ଶକ ବନ୍ଧୁ, ଏ ଛୋଟିଆ କାର୍ଯ୍ୟକ୍ରମରେ ରାହୁ ଆପଣଙ୍କର ଦାମ୍ପତ୍ୟ ଜୀବନକୁ କିପରି ପ୍ରଭାବିତ କରିଥାଏ ସେ ବିଷୟରେ ଆଜି ଜାଣିଲେ। ଆଶା କରେ ଏ କାର୍ଯ୍ୟକ୍ରମଟି ଆପଣଙ୍କୁ ଭଲ ଲାଗିଥିବ। ପୁଣି ଆଗାମୀ ଅଧ୍ୟାୟରେ ଆପଣଙ୍କ ସହିତ ଦେଖାହବ। ରହୁଛି, ଜୟ ଜଗନ୍ନାଥ, ଧନ୍ୟବାଦ।